ସବୁଠାରୁ ବଡ଼ ଖବର ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ। ଅଧିକ କୁହୁଡ଼ି ଯୋଗୁଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହେଲା ବସ୍। ଦୁର୍ଘଟଣାରେ 23 ଜଣ ଆହତ ହୋଇଥିବା ବେଳେ ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଲକ୍ଷ୍ମୀ ବସ୍ଟି ଢେଙ୍କାନାଳରୁ କଟକ ଆସୁଥିବା ବେଳେ ଲକ୍ଷ୍ମୀ ନାମକ ଏହି ଘରୋଇ ବସ୍ ଆଜି ସକାଳ 3ଟା ସମୟରେ ଅଧିକ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିଲା। ପରେ ଆଠଗଡ଼ ଥାନା କର୍ମଚାରୀ ସହ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଜାତୀୟ ରାଜପଥ ମଧୁସୂଦନ ସେତୁ ଦେଇ ଯାଉଥିବା ଏହି ବସ୍ଟି ନୂଆପାଟଣାଠାରେ ଏକ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲା। ତେବେ ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ଏଥିରେ 23 ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଧିକ କୁହୁଡ଼ି ଯୋଗୁଁ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଆପଣମାନେ ଦେଖୁଛନ୍ତି ଯାହାର ଭିଡ଼ିଓ, ବସ୍ଟିରୁ ଚକା କିପରି ବାହାରି ଆସିଛି ବାହାରକୁ। କୁହୁଡ଼ି ଯୋଗୁଁ ପ୍ରତିଦିନ ଏମିତି ଦୁର୍ଘଟଣା ହେଉଛି। ଯାହା ହେଉ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି 23 ଯାତ୍ରୀ।